ବିଜୁ ଜନତା ଦଳ ପୁରୀ ଜିଲ୍ଲାରେ 6ଟି ବିଧାନସଭା ଅକ୍ତିଆର କରିବା ପାଇଁ ଫୁଲ୍ ଦମ୍ରେ ପ୍ରସ୍ତୁତି ଚଳାଇଛି। ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରାର୍ଥୀମାନେ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଦର୍ଶନ କରିବା ପରେ ସେମାନଙ୍କ ଅଞ୍ଚଳରେ ଲୋକମାନଙ୍କ ପାଖକୁ ଯାଇ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଉଛନ୍ତି। ଘୋଷଣା କରାଯାଇଥିବା ବିଜେଡି ଟିକେଟ ମଧ୍ୟରେ ପୁରୀର ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି, ବ୍ରହ୍ମଗିରି ପାଇଁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ପାଇଁ ସଞ୍ଜୟ ଦାସବର୍ମା ଓ ପିପିଲି ପାଇଁ ରୁଦ୍ରପ୍ରସାଦ ମହାରଥୀଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଛି। ଏବେ ବିଜେଡି ଦଳରେ ଖୁସିର ମାହୋଲ ଖେଳି ଯାଇଛି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।